ବାର୍ଥ ସାର୍ଟିଫିକେଟ୍ରେ ପରିବର୍ତ୍ତନ କିମ୍ବା ନୂଆ କରିବାକୁ ଚାହୁଁଛନ୍ତି କି? ଡେଡଲାଇନ୍ ଜାରି କଲେ ସରକାର। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ଟି ଆସନ୍ତୁ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ ଆଉ ସେୟାର କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଜନ୍ମ ପ୍ରମାଣପତ୍ର ଭାରତରେ ଉପଲବ୍ଧ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ ଡକୁମେଣ୍ଟ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକ ଭାବନ୍ତି ଯେ ଜନ୍ମ ପ୍ରମାଣପତ୍ର କେବଳ ସ୍କୁଲରେ ଦାଖଲ ପାଇଁ ବ୍ୟବହାର କରାଯାଏ, କିନ୍ତୁ ଏହା ସତ୍ୟ ନୁହେଁ। ଯେକୌଣସି ସରକାରୀ ଯୋଜନାର ଲାଭ ପାଇବା ପାଇଁ ଜନ୍ମ ପ୍ରମାଣପତ୍ର ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦି ଆପଣ କିମ୍ବା ଆପଣଙ୍କର କେହି ପରିଚିତ ବ୍ୟକ୍ତି ନୂତନ ଜନ୍ମ ପ୍ରମାଣପତ୍ର ପାଇବା ବିଷୟରେ କିମ୍ବା ଜନ୍ମ ପ୍ରମାଣପତ୍ରରେ କୌଣସି ପରିବର୍ତ୍ତନ କରିବା ବିଷୟରେ ଭାବୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ସରକାର ସମ୍ପ୍ରତି ଏକ ନୂତନ ଜନ୍ମ ପ୍ରମାଣପତ୍ର ତିଆରି କରିବା ଏବଂ ବିଦ୍ୟମାନ ଜନ୍ମ ପ୍ରମାଣପତ୍ରରେ ପରିବର୍ତ୍ତନ କରିବା ପାଇଁ ଶେଷ ତାରିଖ ଘୋଷଣା କରିଛନ୍ତି। ଯଦି କୌଣସି ବ୍ୟକ୍ତି ନୂତନ ଜନ୍ମ ପ୍ରମାଣପତ୍ର ପାଇବାକୁ କିମ୍ବା ପୁରୁଣା ଜନ୍ମ ପ୍ରମାଣପତ୍ରରେ କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହାକୁ କରାଇ ନିଅନ୍ତୁ। ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଦ୍ୱାରା 27 ଏପ୍ରିଲ 2026କୁ ଶେଷ ତାରିଖ ଭାବରେ ସ୍ଥିର କରାଯାଇଛି। ଯଦି ଆପଣ ଜନ୍ମ ପ୍ରମାଣପତ୍ରରେ ପରିବର୍ତ୍ତନ କରିବା ବିଷୟରେ ଭାବୁଛନ୍ତି କିମ୍ବା ଏକ ନୂତନ ଜନ୍ମ ପ୍ରମାଣପତ୍ର ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏହି ସମୟସୀମା ପୂର୍ବରୁ ଆପଣଙ୍କୁ ଆପଣଙ୍କର କାମ ସାରି ନେବାକୁ ହେବ। ପୁରୁଣା ନିୟମ ଅନୁଯାୟୀ ଜନ୍ମ ପରେ କେବଳ 15 ବର୍ଷ ବୟସ ପର୍ଯ୍ୟନ୍ତ ବ୍ୟକ୍ତିମାନେ ଜନ୍ମ ପ୍ରମାଣପତ୍ର ପାଇପାରୁଥିଲେ, କିନ୍ତୁ ଏବେ ଏହା ନୁହେଁ ଏବଂ 15 ବର୍ଷରୁ ଅଧିକ ବୟସର ଲୋକମାନେ ମଧ୍ୟ ନୂତନ ଜନ୍ମ ପ୍ରମାଣପତ୍ର ପାଇପାରିବେ। ତଥାପି ଏପରି ସମସ୍ତ ଲୋକଙ୍କ ପାଇଁ 27 ଏପ୍ରିଲ 2026କୁ ଶେଷ ତାରିଖ ଭାବରେ ସ୍ଥିର କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ପୂର୍ବରୁ ଜନ୍ମ ପ୍ରମାଣପତ୍ରରେ ପରିବର୍ତ୍ତନ କରିବା ପାଇଁ 31 ଡିସେମ୍ବର 2025କୁ ଶେଷ ତାରିଖ ଭାବରେ ବାଛି ଦିଆଯାଇଥିଲା। ତେବେ ଏହା ଥିଲା ସମ୍ପୂର୍ଣ୍ଣ ଅପଡେଟ୍ଟି। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ। ଧନ୍ୟବାଦ।